ବିରି ପକେଇଥିଲି ଚକୁଳି ବନେଇବା ପାଇଁ, କିନ୍ତୁ ଆୟୁଷଙ୍କର ଇଚ୍ଛା ହେଇଥିଲା ଦହିବରା ଖାଇବା ପାଇଁ, କାହିଁକିନା ମୁଁ ଓଡ଼ିଶା ପଳେଇଥିଲି ଆଉ ସେ ତ ଦହିବରା ଖାଇ ପାରିନଥିଲେ। ତ ତାଙ୍କର ବହୁତ ଇଚ୍ଛା ଥିଲା ଦହିବରା ଖାଇବା ପାଇଁ କି, ତ ତାଙ୍କର ବହୁତ ଥର ଫରମାଇଶ ପରେ ମୁଁ ଆଜି ଭାବିଲି ନାଇଁ ଆଜି ବନେଇଦେବି। ବିରିଟା ପକେଇଛି, ତ ବିରିକି ଭଲସେ ଧୋଇ ଧାଇକି ଗ୍ରାଇଣ୍ଡିଙ୍ଗ କରିଦେଇକି ତ ତାକୁ ଫେଣିବା ପାଇଁ ଲାଗିଗଲି। ମୁଁ ପ୍ରାୟତଃ ଏଠି ଅଧଘଣ୍ଟା ପାଖାପାଖି ଫେଣିଛି। ତାକୁ ଯେମିତି ଫେଣିବି ପୁରା ଯେତେବେଳେ ବିରିଟା ହାଲକା ଲାଗିବ ହାତକୁ, ତାପରେ ଜାଣିବି ଯେ ବିରି ଫେଣାଟା ପରଫେକ୍ଟ ହେଇଛି ଆଉ ବରାଟା ବି ସେମିତି ପରଫେକ୍ଟ ହବ, ହାଲକା ହବ, ମାନେ ସଫ୍ଟ ରହିବ। ତ ତା ଦେହରେ ମୁଁ ଅରୁଆ ଚାଉଳର ବଟାଟା ବି 2 ଚାମଚ ଦେଇକି ଲୁଣ ଦେଇକିନି ଏଠି ବରା ଛାଣି ନେଲି ପୁରା ଗୋଲ ଗୋଲ ସେପ୍ରେ, ଯେମିତିକି ଆମର ଦହିବରାର ସେପ୍ଟା ଯେମିତି ଥାଏ ପୁରା ଗୋଲ ଗୋଲ। ତ ଛାଣି ସାରିଲା ପରେ ଗୋଟେ ଜାଗାରେ ପାଣି ନେଇଗଲି, ସେଇ ବରାକୁ ସବୁ ପକେଇକି ଘୋଡ଼େଇକି ଛାଡ଼ିଦେଲି ଅଧଘଣ୍ଟା ପାଖାପାଖି। ତ ଏପଟରେ ମୁଁ ଲାଗି ପଡ଼ିଛି ଦହି ପ୍ରିପାରେସନ୍ କରିବା ପାଇଁ। ଗୋଟେ ଜାଗାରେ ଦହି ନେଇଗଲି, ତା ଦେହରେ ଢେର ସାରା ପାଣି ନେଇ ଲୁଣ ନେଇ ତାକୁ ଭଲସେ ବ୍ଲେଣ୍ଡ କରି ନେଇଗଲି, ପୁରା ଯେମିତି ଲୁଣ ପାଣି ପୁରା ମିକ୍ସ ହେଇଗଲା। ଟିକେ ପାଣିଆ କରିଛି ଦହିଟାକୁ, ଯେମିତିକି ଦୋକାନ ମାନଙ୍କରେ ଯେମିତି ମିଳେ ଦହିବରା ଟିକେ ପାଣିଆ ପାଣିଆ ଦହିବରା, ପାଣିଟା ଥାଏ ଦହିରେ ବେଶୀ। ତ ସେଇ ଟାଇପ୍ର ମୁଁ ବରାଟା ବନେଇଲି। ତ ବରାକୁ ସବୁ ଚିପୁଡ଼ି ଦେଲି ପାଣିରୁ, ତାକୁ ସବୁ ଦହିରେ ପକେଇ ଦେଲି, ଯେମିତିକି ସେ ପୁରା ଦହିଟାକୁ ପିଇଯିବ, ବରାଟା ଟେଷ୍ଟ ବେଷ୍ଟ ଦବ। ତ ରାତି ସାରା ବନେଇବାର ରିଜିନ୍, ରାତି ସାରା ବରାଟା ଦହି ପିଇକି ପୁରା ଟେଷ୍ଟ ଆସିଯିବ। ତ ଛାଡ଼ି ଦେଇଥିଲି, ସକାଳକୁ ଆସିଗଲି ମସଲା ପ୍ରିପାରେସନ୍ କରିବା ପାଇଁ। ମୁଁ ପୁରା ଇନଷ୍ଟାଣ୍ଟ ଏଇଠି ବନଉଛି। ସବୁବେଳେ ମୁଁ ମଟର ଆଉ ଆଳୁ ଅଲଗା ବନାଏ, କିନ୍ତୁ ଆଜି ପୁରା ଗୋଟେ ମଟର ତରକାରୀ ଆଳୁ ତରକାରୀ ସେମ୍ ଗୋଟେ ବନେଇବି। ସବୁବେଳେ କିନ୍ତୁ ମୁଁ ସେପାରେଟ୍ ବନାଏ। ଏଠି ମୁଁ ନେଇଯାଇଛି ମସଲା ସବୁ, ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କା, ଟମାଟୋ, ଗୋଲମରିଚ, ଗୁଜୁରାତି, ବଡ଼ ଗୁଜୁରାତି, ତେଜପତ୍ର, କାଠ ମସଲା, ସବୁ ମସଲା ନେଇକି ମୁଁ ବାଟିଦେଲି, କିଛି ବି ଗୋଟା ମସଲା ଦେବିନି। ତ ପ୍ରେସର କୁକରରେ ନେଇଗଲି ତେଲ, ତା ଦେହରେ ଦେଇଦେଲି ମସଲା ସବୁ, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, କାଶ୍ମୀର ଲାଲ ମିର୍ଚି, କିଚେନ କିଙ୍ଗ ମସଲା ସବୁ ଦେଇକି, ଗରମ ମସଲା ଦେଇକି ସବୁ କଷିଦେଲି। ତା ଦେହରେ ଆଳୁ ଆଉ ମଟର ଦେଇକି ଭଲସେ 10-15 ମିନିଟ୍ ପୁରା କଷିଲି। କଷିକିନି ପାଣି ଦେଇଦେଲି ଯେତିକି ଦରକାର, ଆଉ ପ୍ରେସର କୁକରରେ ସିଟି ପାଇଁ ଛାଡ଼ିଦେଲି। ଏପଟରେ ଛୁଙ୍କ ଦବା ପାଇଁ ନେଇଗଲି, ଦହିବରାର ଛୁଙ୍କଟା ଦବା ପାଇଁ ତେଲ, ସୋରିଷ, ଶୁଖିଲା ଲଙ୍କା ଢେର ସାରା ଆଉ ଭୃଷଙ୍ଗ ପତ୍ର ନେଇକିନି ଛାଡ଼ିଦେଲି ଟିକେ ଥଣ୍ଡା ହବା ପାଇଁ। ଏଠି ଦେଖନ୍ତୁ ମୋର ମଟର ଆଳୁ ତରକାରୀ ପୁରା ଗ୍ରେଭି ରଖିନି କି ପୁରା ପାଣିଆ ରଖିନି। ଆଉ ଯୋଉ ଛୁଙ୍କଟା ଦେଇଥିଲି ସେ ଥଣ୍ଡା ହେଇଗଲା ପରେ ଦହିବରାରେ ପକେଇଦେଲି। ଏଠି ଦହିର ଗୋଟେ ଫ୍ଲେଭର ବନେଇଛି ଆଉ ଗୋଟେ ଗ୍ରୀନ୍ ଚଟଣି ବନେଇକି ଆଇସ୍କୁ ଦେଇଥିଲି।